ଝାରସୁଗୁଡ଼ାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଝରଣା ସାହିତ୍ୟ ଓ ସଂସ୍କୃତି ପରିଷଦର ସପ୍ତମ ବାର୍ଷିକ ଉତ୍ସବ ପାହାଡ଼ି ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଅତିଥିମାନେ ଓଡ଼ିଆ ସାହିତ୍ୟରେ ରାଧାପ୍ରେମର ନିଦର୍ଶନ ପ୍ରସଙ୍ଗରେ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନୁଷ୍ଠାନର ସଭାପତି ରାଧାମୋହନ ପାଣ୍ଡେଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ରାଧାପ୍ରେମେ ଓଡ଼ିଆ ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଥିଲା। ସମାରୋହରେ କଟକରୁ ଆସିଥିବା ଓଡ଼ିଶା ଗୀତିକବି ସମାଜର ସମ୍ପାଦକ ପ୍ରେମାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଉଦ୍ଘାଟନ କରିଥିଲେ। ସୋନପୁରରୁ ଆସିଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବ ସଦସ୍ୟ ତଥା କୌଶଳବାଦୀ ନେତା ଗୋରଖନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କବି ତଥା ଆଲୋଚକ ମଦନାନନ୍ଦ ସେଠ ଯୋଗଦେଇ ବିଭିନ୍ନ ଗ୍ରନ୍ଥରୁ ବିଭିନ୍ନ ପ୍ରକାର ଉଦ୍ଧୃତ କରି ରାଧାପ୍ରେମର ମହତ୍ତ୍ୱ ଉପସ୍ଥାପନ କରିଥିଲେ। ଅଧ୍ୟାପିକା ଡକ୍ଟର ସ୍ୱର୍ଣ୍ଣମୟୀ ପୁରୋହିତ, ମନ୍ଦାକିନୀ ଶତପଥୀ, ବରିଷ୍ଠ ସାହିତ୍ୟିକ ପ୍ରଣତି ପଟ୍ଟନାୟକ, ବରିଷ୍ଠ ନାଗରିକ ବାଲଗୋବିନ୍ଦ ମିଶ୍ର ରାଧାଙ୍କୁ ସନାତନ ପ୍ରେମର ଏକ ଧାରା ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ସମାଜସେବୀ ବିବେକାନନ୍ଦ ମିଶ୍ର, ସାମ୍ବାଦିକ କୈବଲ୍ୟ ମିଶ୍ର, ଭକ୍ତଚରଣ ଆଚାର୍ଯ୍ୟ, ରବୀନ୍ଦ୍ର ଦାସ, କୁମୁଦବନ୍ଧୁ ନାୟକ, ଅଲେଖ ଚନ୍ଦ୍ର ପତି ଓ ପ୍ରଦୀପ୍ତ ପଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିଗଣ କବୟିତ୍ରୀ ମୀନା ମହାରାଣାଙ୍କ କବିତା ସଂକଳନ ଭୁଗଲି ଓ ବିକିପେରେଙ୍କ ଗଳ୍ପ ସଂକଳନ ଭକାନୀ ଉନ୍ମୋଚନ କରାଯାଇଥିଲା। ପ୍ରେମ ସାଗର ଦେହେରିଆଙ୍କ ମଞ୍ଚ ସଞ୍ଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁନୁ ଦେହେରୀ ଏବଂ ଅରୁଣ ପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଆଲୋକ ମହାପାତ୍ରଙ୍କ ସଂଯୋଜନାରେ ସ୍କୁଲ ଛାତ୍ରଛାତ୍ରୀମାନେ ଖୁବ୍ ସୁନ୍ଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଈଶାନ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ବରିଷ୍ଠ କବି ସୁଭାଷ ଚନ୍ଦ୍ର ନାୟକ, ଆରତୀ ପଣ୍ଡା ଓ ବିକିପେରେ ଅତିଥି ଭାବରେ ଯୋଗ ଦେଇଥିଲେ। ଭକ୍ତଚରଣ ଆଚାର୍ଯ୍ୟ ଓ ବନବିହାରୀ ଦାସ କବିତାଗୁଡ଼ିକର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଅଞ୍ଚଳର ବହୁ ସଂଖ୍ୟକ କବି, କବୟିତ୍ରୀ, ସାହିତ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ, ଝରଣା ସାହିତ୍ୟ ସଂସ୍କୃତି ପରିଷଦ ଝାରସୁଗୁଡ଼ା ଗୋଟିଏ ପ୍ରମୁଖ ଅନୁଷ୍ଠାନ। ଆଉ ସାହିତ୍ୟ, ଭାଷା ଏବଂ ସଂସ୍କୃତିକୁ ବଞ୍ଚାଇବାର ଯେଉଁ ଅନନ୍ୟ ପ୍ରୟାସ କରୁଛି ଅନୁଷ୍ଠାନ, ବାସ୍ତବିକ ସାଧୁବାଦ ମୁଁ ଜଣାଉଛି। ଆଉ ଏ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରାଧାମୋହନ ପାଣ୍ଡେଙ୍କର ଅଶେଷ ପରିଶ୍ରମ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଯେଉଁ ପରିଶ୍ରମ ଭାଷା ସଂସ୍କୃତି ବଞ୍ଚାଇବାର, ସେଥିପାଇଁ ସେମାନଙ୍କ ପରିଶ୍ରମକୁ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଏବଂ এই ଯେଉଁ ଆଜି ସପ୍ତମ ବାର୍ଷିକ ଉତ୍ସବ, ମୁଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜକୁ ଗର୍ବିତ ମନେ କରେ। ଏ ଅନୁଷ୍ଠାନର ଉପଦେଷ୍ଟା ଭାବରେ ମଧ୍ୟ ମୁଁ ଗର୍ବିତ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନେକ କବି ଲେଖକ ଆସି ଏଠି ଏକାଠି ହୋଇଛନ୍ତି ଏବଂ ସମସ୍ତଙ୍କର କବିତା ପାଠୋତ୍ସବ ହେବ। ଏଠି ଆଲୋଚନା ଚକ୍ର ଥିଲା ଓଡ଼ିଆ ସାହିତ୍ୟରେ ରାଧାପ୍ରେମେ, ଖୁବ୍ ସୁନ୍ଦର ଆଲୋଚନା ହେଇଥିଲା ଏବଂ ମୁଁ ଯୋଗ ଦେଇ ନିଜକୁ ଧନ୍ୟ ମନେ କରୁଛି। ଆଉ এই ପ୍ରୟାସ ଜାରି ରହୁ। ଏ ଅନୁଷ୍ଠାନର ଦୀର୍ଘ ଜୀବନ। जो धीरे धीरे ये लोप पाई जाउछि ताकू उज्जीवित करती करिवु एटा लक्ष्य है। तार परे आमर जो लेखक मानकर प्रतिभा जोटा समाज रे लुचि रहिछि तांको मध्य आमे समाज बाहर को आनी करी तांकर समाज रो लोकलोचन को आनी करी तांको केपरि करी समाज रे नूतन परिचय आमे देबु एटा हमर लक्ष्य है। आ आमे प्रति वर्ष आमे एटा करि आसुछु एवं एटा आमे आज्ञा जेहेतु आमर गोटे दुस्थ अनुष्ठान, गरीब अनुष्ठान, आम समस्त बदान्य व्यक्ति, महानुभव व्यक्ति ये समस्त ठारो आम चांदा नहीं करी आम करुछु एवं अनेकांश जिते बेले समय थिला जे लेखक कवि मानकर अभाव थिला, लेखक कवि मानकर बहुत अभाव थिला, किंतु धीरे धीरे एबे आमर साहित्य संसद संस्था मान मध्य बहुल परिमाण रे गढ़ी उठी आमर साहित्य ये झारसुगुड़ा डिस्ट्रिक्ट रे। ता सहित आमर जो लोक मानकर जो चेतना, कवि मानकर जो चेतना, साहित्य प्रति प्रेम, साहित्य प्रति रुचि धीरे धीरे बढ़िबारे लागिछि। किंतु कथा दुखर विषय कोन होछि जे आमर जेहेतु एटा गोटे बहु भाषाभाषी अंचल तेणुक जेते प्रकार आशानुरूप हेबार कथा होई पारुनी। आमर आशा जे एमाने समस्ते जदि आमर ओडिया भाई माने ए कथा को बुझी जदि हमको पूर्ण प्राण रे सहयोग करिवे ताले आमे भाबुछु आगामी दिन रे ओडिया साहित्य, ओडिया भाषा, ओडिया संस्कृति निश्चित भाव रे समृद्ध लाभ करिवो। एहा है हमर कामना। आउ एथिरे हम सरकारंकर मध्य सहयोग आशा करूछु। चली आसी बहु झड़ झंझा मध्य उत्थान पतन मध्य आमे बही तैयारी करी जेते पाठक मान को जोगौछु
विभिन्न कवि कवयित्री मैंने विभिन्न स्थान आसी योगदान दौरान कविता पाठ होड़िया साहित्य को समृद्धि करने रुद्धिमंत करने आम चेष्टा बजाय रखीचु। आमर चेष्टा अविरल चली सब बेले आम या आगे बढ़ी नहीं ओडिया साहित्य को आहरी रुद्धिमंत करने आम चेष्टावंत रहीचु। से समस्त कवि कवयित्री एवं साधारण जनता सहयोग आवश्यक अच्छी।